ସାଜିଲ ଦାଉ କିଛି ନାହିଁ ତ ଆଉ ଚାହିଁ ସାଜିଲ ଦାଉ କିଛି ନାହିଁ ତ ଆଉ ଏ ଜୀବନ ସରିଗଲା ଏ ଜୀବନ ସରିଗଲା କାନ୍ଦୁ କାନ୍ଦୁ ବଡ଼ ଦୁଃଖ ଦେଲ ଦରଦି ବନ୍ଧୁ ବଡ଼ ଦୁଃଖ ଦେଲ ଦରଦି ବନ୍ଧୁ ମାଗୁଥିଲି ଖୁସି ଯାହା ଖୁସି ନୁହେଁ ସେ ତ ମାୟା ସେ ମାୟାରେ ଖାଲି ଦୁଃଖ କେବେ ରୋଗ କେବେ ଶୋକ ମାଗୁଥିଲି ଖୁସି ଯାହା ଖୁସି ନୁହେଁ ସେ ତ ମାୟା ସେ ମାୟାରେ ଖାଲି ଦୁଃଖ କେବେ ରୋଗ କେବେ ଶୋକ ଛିଡ଼େଇ ବନ୍ଧନ ଚାଲିଗଲା ପ୍ରାଣ ଛିଡ଼େଇ ବନ୍ଧନ ଚାଲିଗଲା ପ୍ରାଣ ଛିଡ଼ିଗଲା ତୁମ ଡୋରି ଛିଡ଼ିଗଲା ତୁମ ଡୋରି ବାନ୍ଧୁ ବାନ୍ଧୁ ବଡ଼ ଦୁଃଖ ଦେଲ ଦରଦି ବନ୍ଧୁ ବଡ଼ ଦୁଃଖ ଦେଲ ଦରଦି ବନ୍ଧୁ। ମହାପ୍ରଭୁଙ୍କୁ ଦର୍ଶନ କରି ବହୁତ ଖୁସି ଲାଗିଲା କାହିଁକି ଭଗବାନ ଯିଏ ବିଶ୍ୱ ନିୟନ୍ତା ତାଙ୍କୁ ଦର୍ଶନ କରିକି ମତେ ଏମିତି ଲାଗିଲା ଯେମିତିକି ମୁଁ ସବୁ କିଛି ପାଇସାରିଛି ମୋ ପାଖରେ କିଛି ନଥାଇ ମତେ ଲାଗିଲା ଯେ ଆଜି ମୁଁ ସବୁ କିଛି ପାଇସାରିଛି। ମହାପ୍ରଭୁଙ୍କୁ ମୁଁ ଯେତେବେଳେ ପ୍ରଥମେ ଡ୍ୟାନ୍ସ କରୁଥିଲି ସେତେବେଳେ ବହୁତ ଲୋକ କହୁଥିଲେ ଯେ ଆର ହାତ ନାହିଁ ଗୋଡ଼ ନାହିଁ ଇଏ କ'ଣ କରିବ। ସେତେବେଳେ ସମାଜ ଯେତେବେଳେ ମତେ କହୁଥିଲା ଯେ କିଛି କରିପାରିବନି ସେତେବେଳେ ମୁଁ ଭାବିଥିଲି ଯେ ନାଇଁ ମୁଁ ବି କିଛି କରିପାରିବି। ତ ସେଇ ସମୟରେ ମୁଁ ଡ୍ୟାନ୍ସ ଶିଖିବା ପାଇଁ ବହୁତ ଚେଷ୍ଟା କଲି। ବହୁତ ଜଣ ଗୁରୁ ମତେ ଡ୍ୟାନ୍ସ ଶିଖେଇଲେନି କହିଲେ ଇଏ ଯେ ନିଜ ଗୋଡ଼ରେ ଛିଡ଼ା ହେଇପାରୁନି ଇଏ କ'ଣ ଡ୍ୟାନ୍ସ କରିବ। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଭଗବାନଙ୍କୁ ମୋର ଗୋଟେ ଇଚ୍ଛା ଥିଲା ଯେ ମୁଁ ପିଲାମାନଙ୍କୁ ଡ୍ୟାନ୍ସ ଶିଖେଇବି। ଆଉ ଆଜି ଭଗବାନଙ୍କ ଆଶୀର୍ବାଦରୁ ମୁଁ ଗୋଟେ ଡ୍ୟାନ୍ସ କ୍ଲାସ୍ ଖୋଲି ପାରୁଛି ଆଉ ସେଥିରେ 50ରୁ 60 ପିଲାଙ୍କୁ ଶିଖେଇ ପାରୁଛି। ଏଇଟା ଭଗବାନଙ୍କ ଆଶୀର୍ବାଦରୁ ମୁଁ ପାଇପାରୁଛି। ଭଗବାନଙ୍କୁ କେବେ ମୁଁ ରାଗି ନାହିଁ କି ଅଭିମାନ କରିନାହିଁ। ଏଥିପାଇଁ ଯଦି ଭଗବାନଙ୍କ ପାଖରେ ହାତ ନାହିଁ ଗୋଡ଼ ନାହିଁ ଭଗବାନଙ୍କୁ ସମସ୍ତେ ମୁଣ୍ଡିଆ ମାରି ପାରୁଛନ୍ତି। ଭଗବାନ ବୋଧହୁଏ କିଛି ଭାବିଛନ୍ତି କିଛି ଚିନ୍ତା କରିଛନ୍ତି ସମସ୍ତଙ୍କ ଠାରୁ ମତେ କିଛି ଭିନ୍ନ ବନେଇଛନ୍ତି। କହିଛନ୍ତି ଦେଖ ମୋର ହାତ ନାହିଁ ଗୋଡ଼ ନାହିଁ ଯଦି ମତେ ସମସ୍ତେ ଆସିକି ପ୍ରଣାମ କରିପାରୁଛନ୍ତି ତୋର ହାତ ନାହିଁ ଗୋଡ଼ ନାହିଁ ଦୁନିଆକୁ ଏମିତି କିଛି ଶିକ୍ଷା ଦେ ଯେମିତିକି ସମସ୍ତେ କହିବେ ଯେ ଆଜି ଯଦି ଗୋଟେ ପିଲାର ହାତ ନାହିଁ ଗୋଡ଼ ନାହିଁ ସିଏ ବି କିଛି କରିପାରିବ କିଛି ଲୋକଙ୍କୁ ଦେଖେଇ ପାରିବ ଆଉ ସମାଜକୁ ଦିଗ୍ଦର୍ଶନ ଦେଇପାରିବ। ତ ମୁଁ ଡରିବି କ'ଣ ପାଇଁ। କିଛି କିଛି ବିକଳାଙ୍ଗ ଭାଇ ଭଉଣୀ ମାନେ ଅଛନ୍ତି ଯୋଉମାନେ ଭିକ ମାଗୁଛନ୍ତି ସବୁ ପନ୍ଥାରେ ଭିକଟା ବଡ଼ ଜିନିଷ ନୁହେଁ। ଆପଣମାନେ ନିଜ ସଂଘର୍ଷ କରନ୍ତୁ ନିଜ ଇଜ୍ଜତ ସହିତ ବଞ୍ଚନ୍ତୁ। ଭିକ ମାଗିକି ଆଜି ସିନା ଜଣେ 2 ଟଙ୍କା ଦେଇପାରିବ କିନ୍ତୁ ସେଇ ଇଜ୍ଜତଟା ମିଳିବନି ଯୋଉଟା ଭଗବାନଙ୍କୁ ସମସ୍ତେ ଦେଉଛନ୍ତି। ତ ଆମେ ବି କିଛି କରି ଦେଖେଇବୁ। ଆମେ ଯାହା ଶିଖିଛୁ କିଏ ଭଲ ରୋଷେଇ ଶିଖିଛି ତ କିଏ ଭଲ ନୃତ୍ୟ ଶିଖିଛି ତ ଆମ ଦ୍ୱାରା ଯାହା ବି ହେଇପାରିବ ମୁଁ ସବୁ ଦିବ୍ୟାଙ୍ଗ ମାନଙ୍କୁ କହିବି ଯେ ତମମାନେ ନିଜେ କର ପରିଶ୍ରମ କର ଯୋଉଥିରେ କି ଆମମାନେ ସକ୍ସେସଫୁଲ ନିହାତି ହେଇପାରିବ। ଭଗବାନଙ୍କୁ ଦେଖିକି ମୁଁ ଗୋଟେ ଜିନିଷ ଶିଖିଲି ଭଗବାନ ଆପଣ ଏଇଠି ଗୋଟେ ଜାଗାରେ ବସି ଯଦି ସବୁ ଦୁନିଆକୁ ଚଲେଇ ପାରୁଛନ୍ତି ତ ମୁଁ କାହିଁକି ଆପଣଙ୍କ ପାଖରେ ଆସିପାରିବିନି। ଆଉ ମୁଁ ଯଦି କୌଣସି ମଣିଷର ଯଦି ଇଚ୍ଛା ଥିବ ଆଉ ଭଗବାନଙ୍କ ଡୋରି ଲାଗିଥିବ ନା କୋଉଠି ଥିଲେ ବି ନିଶ୍ଚୟ ଆସିକି ପହଞ୍ଚିବ। ଆଜି ଯେତେବେଳେ ମୁଁ ଭଗବାନଙ୍କ ସାମ୍ନାରେ ଆଜି ଆସିକି ଦେଖା କଲି ମତେ ଲାଗିଲା ଯେ ମୁଁ ସବୁ କିଛି ପାଇସାରିଛି। ମୋ ପାଖରେ କିଛି ନଥାଇ ମଧ୍ୟ ମୋ ପାଖରେ ସବୁ କିଛି ଅଛି। ପ୍ରତ୍ୟେକ ଜିନିଷ ସମସ୍ତେ କୁହନ୍ତି ଯେ ପରିଶ୍ରମ କଲେ ଫଳ ମିଳେ ତ ଭଗବାନଙ୍କୁ ପାଇବା ଗୋଟେ କଷ୍ଟସାଧ୍ୟ କଥା ଯେ ଯଦି ସହଜରେ ମିଳିଯାଆନ୍ତି ତ ସେ ଭଗବାନ ହେଇନଥାନ୍ତେ। ତ ଭଗବାନଙ୍କୁ ପାଇବାକୁ ହେଲେ ଠେଲା ହବ ପେଲା ହବ ବହୁତ ଜାଗାରେ ପଢିବାକୁ ପଡିବ ନୁହେଁବାକୁ ପଡିବ। ତ ତା ଭିତରେ ଭଗବାନ ବୋଧହୁଏ କୋଉଠି ନା କୋଉଠି କୃପା ନୟନରେ ମତେ ଚାହିଁଛନ୍ତି ବୋଧହୁଏ ମୁଁ ଗୁରୁଣ୍ଡି ହେଲେ ମଧ୍ୟ ଭଗବାନଙ୍କ ପାଖରେ ଯାଇ ପହଞ୍ଚି ପାରୁଛି ଆଠୁ ବଡ କଥା। ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉପଲକ୍ଷେ ବୈନିକା ଆଣିଛି 10%+20% ସରକାରୀ ରିହାତି 14 ଜାନୁଆରୀ ପର୍ଯ୍ୟନ୍ତ। ଆଜି ହିଁ ଆସନ୍ତୁ ବୈନିକା ଆଉଟଲେଟ୍ ବା ଅନଲାଇନ୍ ଶପ୍ କରନ୍ତୁ ବୈନିକା.com ରେ।